ଜୟ ଜଗନ୍ନାଥ। ରାମାୟଣ ଏବଂ ମହାଭାରତ ହେଉଛି ସଂସ୍କୃତ ଭାଷାର ବିରଚିତ ଦୁଇଟି ମହାନ ପ୍ରାଚୀନ ଗ୍ରନ୍ଥ। ସର୍ବପ୍ରଥମେ ମହର୍ଷି ବାଲ୍ମୀକି ସଂସ୍କୃତ ଭାଷାରେ ରାମାୟଣ ରଚନା କରିଥିଲେ। ଏହାପରେ ମହର୍ଷି ବେଦବ୍ୟାସ ସଂସ୍କୃତ ଭାଷାରେ ମହାଭାରତ ରଚନା କରିଥିଲେ। କାଳକ୍ରମେ ସଂସ୍କୃତ ଭାଷା ଆଉ କଥିତ ଭାଷା ହୋଇ ରହିଲା ନାହିଁ। ପରବର୍ତ୍ତୀ ସମୟରେ 1200ରୁ 1600 ଖ୍ରୀଷ୍ଟାବ୍ଦର ମଧ୍ୟବର୍ତ୍ତୀ ସମୟ ବା ମଧ୍ୟଯୁଗରେ କବିମାନେ ସେ ସମୟର ସାମାଜିକ ଚଳଣି ଓ ପରମ୍ପରାକୁ ଆଧାର କରି ନିଜ ନିଜ ଭାଷାରେ ରାମାୟଣ ଓ ମହାଭାରତ ରଚନା କଲେ। ତେଲୁଗୁ ଭାଷାରେ ରଙ୍ଗନାଥ ରାମାୟଣ, ବଙ୍ଗଳା ଭାଷାରେ କୃତିଦାସ ରାମାୟଣ, ଓଡ଼ିଆ ଭାଷାରେ ବଳରାମ ଦାସ ବିରଚିତ ଜଗମୋହନ ରାମାୟଣ, ସେହିପରି ଓଡ଼ିଆ ଭାଷାରେ ସର୍ବପ୍ରଥମେ ଆଦିକବି ସାରଳା ଦାସ ମହାଭାରତ ରଚନା କରିଥିଲେ। ପଞ୍ଚଦଶ ଶତାବ୍ଦୀ ବେଳକୁ ଓଡ଼ିଆ ଭାଷା ସେତେ ସମୃଦ୍ଧ ହୋଇନଥିଲା। ତେଣୁ ପ୍ରଥମେ ଓଡ଼ିଆ ଭାଷାରେ ସାହିତ୍ୟ ରଚନା କରିଥିବାରୁ କବି ସାରଳା ଦାସଙ୍କୁ ଆଦିକବିର ମାନ୍ୟତା ମିଳିଥାଏ। ସେ ସୂର୍ଯ୍ୟବଂଶୀ ରାଜା କପିଳେନ୍ଦ୍ର ଦେବଙ୍କ ସମସାମୟିକ ଥିଲେ। ତାଙ୍କର ପିତୃଦତ୍ତ ନାମ ଥିଲା ସିଦ୍ଧେଶ୍ୱର ପରିଡ଼ା। ସେହିପରି କବି କାଳିଦାସ ମା ସରସ୍ୱତୀ ବୀଣାପାଣିଙ୍କଠାରୁ ବର ପାଇ ମହାକବି ହୋଇଥିଲେ। ସେହିପରି ଝଙ୍କଡ଼ବାସିନୀ ମା ସାରଳା ଚଣ୍ଡୀଙ୍କୁ ଆରାଧନା କରି କାବ୍ୟ ରଚନା ପାଇଁ ଅପୂର୍ବ ଶକ୍ତି ଲାଭ କରିଥିଲେ। ତେଣୁ ପରବର୍ତ୍ତୀ ସମୟରେ ସାରଳା ଦାସ ନାମରେ ସେ ପରିଚିତ ହେଲେ। ତାଙ୍କର ରଚନାବଳୀ ମହାଭାରତ, ଚଣ୍ଡୀପୁରାଣ, ବିଲଙ୍କା ରାମାୟଣ। ମହାଭାରତ ଗ୍ରନ୍ଥର କାହାଣୀ ଅନୁସାରେ ଚନ୍ଦ୍ରବଂଶୀ ରାଜାମାନଙ୍କ ରାଜଧାନୀ ଥିଲା ହସ୍ତିନାପୁର। ମହାରାଜା ପଣ୍ଡୁଙ୍କର 5 ପୁତ୍ର ଥିଲେ। ଯୁଧିଷ୍ଠିର, ଭୀମ, ଅର୍ଜୁନ, ନକୁଳ, ସହଦେବ ଏବଂ ପଣ୍ଡୁଙ୍କ ବଡ଼ ଭାଇ ଆଜନ୍ମ ଅନ୍ଧ ଧୃତରାଷ୍ଟ୍ରଙ୍କର ଦୁର୍ଯ୍ୟୋଧନ, ଦୁଃଶାସନ ଆଦି କୌରବ ସମେତ 100 ପୁତ୍ର ଥିଲେ। ତାଙ୍କୁ କୌରବ କୁହାଯାଉଥିଲା। ହସ୍ତିନାପୁର ସିଂହାସନ ନିମନ୍ତେ କୌରବ ଏବଂ ପାଣ୍ଡବଙ୍କ ମଧ୍ୟରେ ଯେଉଁ ଯୁଦ୍ଧ ହୋଇଥିଲା ତାହା ଥିଲା ମହାଭାରତ ଯୁଦ୍ଧ। ସେହି ଯୁଦ୍ଧର ଗାଥାକୁ ମହାଭାରତ କାବ୍ୟ ବୋଲି କୁହାଯାଏ। ଭୀମଙ୍କ ସିଂହନାଦ ରଡ଼ି ବିଷୟଟି ସାରଳା ମହାଭାରତର ଗଦା ପର୍ବରୁ ଆସିଛି। 18ଗୋଟି ପର୍ବ ବା ଅଧ୍ୟାୟ ମଧ୍ୟରୁ ଏହା ହେଉଛି ଅନ୍ୟତମ। ମହାଭାରତ ମହାସମରରେ ଯେତେବେଳେ ଦୁର୍ଯ୍ୟୋଧନ ଦେଖିଛି ତା'ର ଆତ୍ମୀୟ ସ୍ୱଜନମାନେ ସମସ୍ତେ ଗୋଟି ଗୋଟି ହୋଇ ମରିଯାଇଛନ୍ତି, ତା'ର 99 ଭାଇ ସମେତ ମହାନ ମହାନ ଯୋଦ୍ଧା କର୍ଣ୍ଣ, ଗୁରୁ ଦ୍ରୋଣାଚାର୍ଯ୍ୟ, ପିତାମହ ଭୀଷ୍ମ ସମସ୍ତେ ଯେହେତୁ ଚାଲିଯାଇଛନ୍ତି, ତେଣୁ ଏକାକୀ ହୋଇଯାଇଛି ଦୁର୍ଯ୍ୟୋଧନ ଏବଂ ଯୁଦ୍ଧର ପରିସମାପ୍ତି ପ୍ରାୟ। ତେଣୁ ସେ ଯେତେବେଳେ ଜାଣିଛି ଯୁଦ୍ଧ ପ୍ରାୟ ତା ହାତରେ ଆଉ ନାହିଁ, ଯୁଦ୍ଧ ସେ ବର୍ତ୍ତମାନ ହାରିବା ଉପରେ ଅଛି, ତେଣୁ ସେହି ସମୟରେ ସେ କ'ଣ କରୁଛି, ସେ ଶରଣ ମାଗିବା ପାଇଁ ଯାଇଛି ମା ଲକ୍ଷ୍ମୀଙ୍କ ପାଖକୁ। ବାସ୍ତବରେ ଦୁର୍ଯ୍ୟୋଧନ ଥିଲା ମହାମାନି, ମାନେ ମହାନ ଗର୍ବୀ ଥିଲା, ଅହଙ୍କାରୀ। ଯେତେବେଳେ ପାଣ୍ଡବମାନେ ତାକୁ ବନବାସରୁ ଫେରିବା ପରେ ତାକୁ ମାତ୍ର 5ଟି ଗ୍ରାମ ମାଗିଛନ୍ତି, ଶାନ୍ତି ବାର୍ତ୍ତା ନେଇ ଶ୍ରୀକୃଷ୍ଣ ଯାଇଛନ୍ତି ଦୁର୍ଯ୍ୟୋଧନ ନିକଟକୁ। ସେତେବେଳେ ଦୁର୍ଯ୍ୟୋଧନ କ'ଣ କରିଛି, ସେ ଦୁର୍ଯ୍ୟୋଧନ କହିଲା ଯେ ବିନା ଯୁଧେ ନ ଦେବି ମୁଁ ସୂଚି ଅଗ୍ରେ ମେଦିନୀ। ସୂଚି ମାନେ କ'ଣ? ଛୁଞ୍ଚି। ଛୁଞ୍ଚିର ମୁନ ଯେତିକି ସେତିକି ବି ଜାଗା ମୁଁ ଦେବି ନାହିଁ, ତେଣୁ ମୋ ସହିତ ଯୁଦ୍ଧ କର। ସେ ସବୁବେଳେ ଯୁଦ୍ଧ ଖୋଜୁଥିଲା, କିନ୍ତୁ ଯୁଦ୍ଧର ପରିସମାପ୍ତି, ଯୁଦ୍ଧର ପରିମାଣ ଏତେ ଯେ ଭୟଙ୍କର ତାହା ସେ ଯେତେବେଳେ ନିଜେ ଅନୁଭବ କରିଛି, ତା'ର ପୁତ୍ର, ତା'ର ଭାଇ ଏବଂ ତା'ର ଗୁରୁ, ମାନେ ତା'ର କୌରବ ବଂଶ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି, କେହି ତା ଆହା କରିବା ପାଇଁ ତାକୁ ମଧ୍ୟ କେହି ନାହାନ୍ତି। ଏହି ସମୟରେ ସେତେବେଳେ ଶେଷ ସମୟ ଆସିଯାଇଛି, ଯୁଦ୍ଧର ଶେଷ ସମୟ, ସେ ଶରଣ ମାଗିବା ପାଇଁ ଯାଇଛି। ମହାମାନି ଦୁର୍ଯ୍ୟୋଧନ ମହାମାନି ଥିଲେ ମଧ୍ୟ ସେ ଥିଲା ଲକ୍ଷ୍ମୀଙ୍କର ମାନେ ବରପୁତ୍ର ଯେଉଁ କୁହାଯାଏ, ଲକ୍ଷ୍ମୀଙ୍କର ସେ ଥିଲା ବରପୁତ୍ର। ମାନେ ଲକ୍ଷ୍ମୀ ସବୁବେଳେ ତା ପ୍ରତି ସଦୟ ହୋଇଥିଲେ। ସେ ଚାଲିଗଲେ ତା ପାଦରୁ ବି ପଦ୍ମ ଫୁଟୁଥିଲା।
ସେ ଚାଲିଗଲେ ପଦ୍ମ ଫୁଟିଥିଲା। ମାନେ ଲକ୍ଷ୍ମୀବନ୍ତ ପୁରୁଷ ଥିଲା, ଯାହାର କୁହାଯାଏ କାନ୍ଧରେ ଲକ୍ଷ୍ମୀ ବାସ କରିଥାନ୍ତି। ତେଣୁ ସେ ଲକ୍ଷ୍ମୀଙ୍କ ଶରଣ ଯାଇଛି। ଦୁର୍ବାସା ଋଷିଙ୍କର ପରାମର୍ଶ କ୍ରମେ ସେ ଲକ୍ଷ୍ମୀଙ୍କ ଲକ୍ଷ୍ମୀ ସବୁବେଳେ କ'ଣ କରନ୍ତି, ବ୍ୟାସ ସରୋବରରେ ବାସ କରିଥାନ୍ତି। ତେଣୁ ଲକ୍ଷ୍ମୀଙ୍କ କୋଳରେ ଯାଇକି ସେ ଲୁଚିବା ପାଇଁ ଚେଷ୍ଟା କରିଛି। ଏବଂ ବ୍ୟାସ ସରୋବର ହେଉଛି ବ୍ୟାସଦେବ ଯେଉଁଠାରେ ତାଙ୍କର କାବ୍ୟ କବିତା ସବୁ ରଚନା କରୁଥିଲେ, ସେ ବ୍ୟାସ ସରୋବର, ସେଠି ମହାଦେବ ଶିବଙ୍କର ବି ଅଭିଶାପ ଥିଲା ଯେ ସେଇ ସରୋବରକୁ ଯଦି କେହି ଯୁଦ୍ଧ କରିବାର ଆଶା ନେଇଯାଏ ତେବେ ତା'ର ମୂର୍ଦ୍ଧନା ଫାଟିଯିବ, ମାନେ ଛାତି ଫାଟିଯିବ, ସେ ସେଇଠାରେ ହିଁ ଧ୍ୱଂସ ହୋଇଯିବ, ଭସ୍ମ ହୋଇଯିବ, ତା'ର ମୃତ୍ୟୁ ଘଟିବ ସାଙ୍ଗେ ସାଙ୍ଗେ। ଯୁଦ୍ଧଭୂମିରେ ଦୁର୍ଯ୍ୟୋଧନକୁ ନ ପାଇ ସମସ୍ତେ ଦୁର୍ଯ୍ୟୋଧନକୁ ଖୋଜୁଛନ୍ତି। ସହଦେବ ହେଉଛନ୍ତି ଭବିଷ୍ୟତ ଜ୍ଞାତା, ତାଙ୍କୁ ଯଦି ପଚରାଯାଏ ତେବେ ସେ କିଛି କହିବେ, ନହେଲେ କିଛି କହିବେ ନାହିଁ। ତେଣୁ ସହଦେବକୁ ସେ ଶ୍ରୀକୃଷ୍ଣ ଟିକେ ଆସିଛନ୍ତି। ମହାଭାରତ ଯୁଦ୍ଧରେ ମନେ ରଖ ପିଲାମାନେ, ମହାଭାରତ ଯୁଦ୍ଧରେ ଆମର ଯେଉଁ ମହାଭାରତ କାବ୍ୟରେ ଲେଖା ହେଇଛି, ମହାଭାରତରେ 3 ଜଣ ଲୋକ ଥିଲେ, ମାନେ 3 ଜଣ ବ୍ୟକ୍ତି ଥିଲେ ଯେଉଁମାନଙ୍କୁ ଭବିଷ୍ୟତ ଜଣାଥିଲା। ପ୍ରଥମ ହେଲେ ଭଗବାନ ପୁରୁଷ, ଲୀଳା ପୁରୁଷ ଶ୍ରୀକୃଷ୍ଣ, ଦ୍ୱିତୀୟରେ ହେଲେ ସହଦେବ, ତୃତୀୟରେ ହେଲେ କିଏ କହିଲ, ମାମୁଁ ଶକୁନି। ଏ 3 ଜଣଙ୍କର ନାମ ସ ଅକ୍ଷରରୁ ଆରମ୍ଭ, ଶ୍ରୀକୃଷ୍ଣ, ସହଦେବ ଆଉ ଶକୁନି। ତେଣୁ ଏଇ 3 ଜଣ ଭବିଷ୍ୟତ ହିଁ ଜାଣିଥିଲେ। ଶ୍ରୀକୃଷ୍ଣ ଭବିଷ୍ୟତ ଜାଣିଥିବେ, କିଛି କହିବେ ନାହିଁ। ଶକୁନି ଛଳନା ଖାଲି ଥିଲା ତାଙ୍କର, ସେ ଭବିଷ୍ୟତ ଜାଣିଥିଲେ କିନ୍ତୁ ସେ ଛଳନା କରୁଥିଲେ କେମିତି ଧ୍ୱଂସ କରିବେ ବୋଲି, ତାଙ୍କର ମାନେ କୁରୁବଂଶକୁ ଧ୍ୱଂସ କରିବେ ବୋଲି ସେ ଲାଗିଥିଲେ। ତାପରେ ତୃତୀୟରେ ହେଲେ କିଏ, ସହଦେବ। ସହଦେବ ପାଣ୍ଡବ ପକ୍ଷରେ ଥିଲେ। ଯଦି ସେ ଜାଣିଥିବେ, ଯଦି ସେ କହିବେ ତାହେଲେ ତାଙ୍କ ମୂର୍ଦ୍ଧନା ଫାଟିଯିବ, ସେ ଅଭିଶାପ ପାଇଥିଲେ। ତେଣୁ ସେ ଜାଣିଥିଲେ ବି କୁହନ୍ତି ନାହିଁ, ତେଣୁ ତାଙ୍କୁ ଯିଏ ପଚାରିବେ ସେ କହିବ। ତେଣୁ ଯେତେବେଳେ ସହଦେବଙ୍କୁ ଶେଷରେ ପଚରା ଯାଇଛି, ସହଦେବ କହିଛନ୍ତି ଯେ ସେ ଯେଉଁ ଆମର ବ୍ୟାସ ସରୋବରରେ ସେ ଯାଇକି ସେଠି ମହାମାନି ଦୁର୍ଯ୍ୟୋଧନ ଲୁଚିକି ଅଛି, ଲକ୍ଷ୍ମୀଙ୍କର କୋଳରେ ଅଛି। ଆଉ ତାକୁ ମାରିବାର ଉପାୟ ହେଉଛି, ସେଠାକୁ ଯଦି ଯୁଦ୍ଧ ଆଶା କରିକି ଯାଏ ତାହେଲେ ସେ ମୃତ୍ୟୁବରଣ କରିବ। ତେଣୁ ଏହାର ଗୋଟେ ଉପାୟ ହେଉଛି ଯେ ସିଂହନାଦ ରଡ଼ି, ଶ୍ରୀକୃଷ୍ଣଙ୍କ ପରାମର୍ଶ କ୍ରମେ ସିଂହନାଦ ବୋଲି ଗୋଟେ ମାନେ ସିଂହ ସରେ ସ ହର୍ଷଇକାର ଅନୁସାର ଘ, ସିଂହ, ଇଏ ହେଲା ସିଂହ। ସିଂହ ଅର୍ଥ କ'ଣ, ଯେଉଁଟା ଆମର ଗାଈ ବା ବଳଦମାନଙ୍କର ସିଂହ ଯେଉଁଟା ଥାଏ ତାକୁ କୁହାଯାଏ ସିଂହ। ଆଉ ଗୋଟେ ହେଲା ସ ଦନ୍ତ ସ ହର୍ଷଇ ଅନୁସାର ସିଂହ, ସିଂହ। ସିଂହ ମାନେ ହେଉଛି ଗୋଟେ ପଶୁ ମାନେ ସିଂହ, ସିଂହ ହେଲା ପଶୁ, ଏଇଟା ହେଲା କିନ୍ତୁ ସିଂହ, ବୁଝିଲା। ତେଣୁ ସେ ସିଂହନାଦ ରଡ଼ି ଆଣିବା ପାଇଁ ଶିବଙ୍କ ନିକଟକୁ ଯାଇଛନ୍ତି। ତେଣୁ ଏଇଠାରେ ଆମର ଏଇଠୁ ଆରମ୍ଭ ହେଉଛି କବିତାଟି। ଶୂଦ୍ରମୁନି ସାରଳା ଦାସ ମହାଭାରତ, ଯେଉଁ ଓଡ଼ିଆ ଭାଷାରେ ମହାଭାରତ ରଚନା କରିଥିଲେ, ତାହା ଦାଣ୍ଡିବୃତ୍ତରେ ରଚିତ ହୋଇଥିଲା। ଦାଣ୍ଡିବୃତ୍ତ ଏହା ରାମକିରି ପରି, ରାମକିରି ହେଉଛି 14 ଅକ୍ଷର ବିଶିଷ୍ଟ। ଏହାର ମାତ୍ରା ସମାନ ନଥାଏ। ପ୍ରଥମଟା 14 ଅକ୍ଷର ହୋଇପାରିବ, 13 ଅକ୍ଷର ହୋଇପାରିବ। ଦ୍ୱିତୀୟ ପଦ 14 ଅକ୍ଷର ବା 13 ଅକ୍ଷର ହୋଇପାରିବ, ବା 12 ଅକ୍ଷର ବି ହୋଇପାରିବ। ମାନେ ମାତ୍ରାର ସମାନତା ନଥାଏ। ତେଣୁ ୟାକୁ ଗାଇଲା ବେଳେ ଗାୟକ ବା ପୁରାଣ ପଣ୍ଡାମାନେ ସ୍ୱର ଲମ୍ବାଇ ସୁନ୍ଦର ଭାବରେ ସେଇ ଶବ୍ଦର ସଂଯୋଜନାକୁ ଠିକରେ ଆଣି ସେ ପୁରାଣ ପାଠ କରିଥାନ୍ତି। ଏହା ଯେହେତୁ ଗୋଟେ ପୁରାଣ, ଆମର ଓଡ଼ିଆ ଭାଷାରେ ଇଏ ହେଉଛି ଗୋଟେ ଆମର ଗ୍ରନ୍ଥଟିଏ ବା କାବ୍ୟଟିଏ, ପୁରାଣଟିଏ। ତେଣୁ ଦାଣ୍ଡିବୃତ୍ତରେ ଯେହେତୁ ରଚନା କରାଯାଇଛି, ଏଇ ଗୀତକୁ, ଏଇ କବିତାଟିକୁ ଆମେ ଯେତେବେଳେ ପାଠ କରିବା, ତେଣୁ ପୁରାଣ ପଢ଼ିବା ଷ୍ଟାଇଲରେ ହିଁ ତାକୁ ପାଠ କରାଗଲେ ସୁନ୍ଦର ଲାଗିବ। ସହଦେବ ବୋଇଲା ସ୍ୱାମୀ ଶୁଣିମା ଜଗନ୍ନାଥ, ଈଶ୍ୱରଙ୍କୁ ସିଂହନାଦ ମାଗନ୍ତୁ ପବନର ସୁତ। ଗୋବିନ୍ଦେ ବୋଇଲେ ଯେବେ ଏମନ୍ତ ଅଛି ଭୀମ, ବୁଦ୍ଧି ହରାଇ କେମ୍ପେ କଲୁ ତୁମତି ଭ୍ରମ। ଏବେ ବହନ ତୁ ବିଶ୍ୱନାଥଙ୍କୁ ସିଂହନାଦ ମାଗ, ରଡ଼ିର ନାଦେ ମାନ ଗୋବିନ୍ଦ ବାହାର ହଉ ଏଗ। ଧ୍ୟାନେଣ ଚିନ୍ତିଲା ସେ ପାଣ୍ଡବ ସୁନ୍ଦର, ଆସନ କମ୍ପିଲା ଯେ ଦେବଶୂଳ ଧର। ଏଇ ପାଦରେ ଆମେ କୁହାଯାଇଛି, ପୂର୍ବରୁ କୁହାଯାଇଥିଲା ଯେ କ'ଣ,
ଯେତେବେଳେ ସହଦେବଙ୍କୁ ପଚାରିଛନ୍ତି ଶ୍ରୀକୃଷ୍ଣ ଯେ ସହଦେବ ତୁମେ କୁହ କ'ଣ ଦୁର୍ଯ୍ୟୋଧନ କୁଆଡ଼େ ଗଲା, ତାର କୌଣସି ଖୋଜ ଖବର ନାହିଁ, ଯୁଦ୍ଧର ସମାପ୍ତି ପ୍ରାୟ, ତେଣୁ ଦୁର୍ଯ୍ୟୋଧନ ଯଦି ପରାଜିତ ସ୍ୱୀକାର କରିଦେଲା ତାହେଲେ ଆମେ ଯୁଦ୍ଧ ଜିତିଗଲେ ବୋଲି ଭାବି ନେବା, କିନ୍ତୁ ଦୁର୍ଯ୍ୟୋଧନ ଦେଖା ନାହିଁ, ଦର୍ଶନ ମିଳୁନି ତାର। ଯେତେବେଳେ ସହଦେବକୁ ପଚାରିଛନ୍ତି, ସହଦେବ ପଚାରିଲେ ହିଁ କହିବେ, ନହେଲେ କହିବେ ନାହିଁ। ତେଣୁ ସହଦେବ ସେଠି କହିଛନ୍ତି, ସହଦେବ ବୋଇଲେ ମାନେ ସହଦେବ କହିଲେ, ବୋଇଲା ବୋଇଲା ବା କହିଲା, ବୋଲିବା କହିବା। ତେଣୁ ଇଏ ହେଉଛି ଆମର ଯେଉଁ ପ୍ରାଚୀନ ଓଡ଼ିଆ ଭାଷା ଥିଲା ଆମର ଓଡ଼ିଆ ଭାଷା ସେତେବେଳେ ସେତେ ସମୃଦ୍ଧ ନଥିଲା। ସେହି ସମୟରେ ସେ କଥିତ ଭାଷା ଯେପରି ଥିଲା ଆମର ମାନେ ଯେଉଁଟାକୁ ଓଲ୍ଡ ଷ୍ଟାଇଲ୍ କୁହାଯାଏ, ପୁରୁଣା ଷ୍ଟାଇଲ୍ରେ ଥିଲା। ବର୍ତ୍ତମାନ ଆମେ ମଡ଼ର୍ଣ୍ଣ ଯେଉଁଟାକି କୁହାଯାଏ ଓଡ଼ିଆ ଭାଷାରେ ଆମର ଇଂରାଜୀ ବିଭିନ୍ନ ଭାଷାର ମାନେ ପ୍ରାଦୁର୍ଭାବ ଆମେ ପରିଲକ୍ଷିତ କରୁଛେ, ଯାହାଦ୍ୱାରା ଆମ ଓଡ଼ିଆ ଭାଷା ସେ ପ୍ରାଚୀନତା ନଷ୍ଟ ହୋଇ ଆସିଲାଣି। ତେଣୁ ଏଠି କୁହାଯାଇଛି କ'ଣ, ସହଦେବ ବୋଇଲେ, ସହଦେବ କହିଲେ ସ୍ୱାମୀ ବୋଲେ ପ୍ରଭୁ ବା ହେ ଭଗବାନ, ହେ ସ୍ୱାମୀ, ଶୁଣିମା ଜଗନ୍ନାଥ, ହେ ଜଗତର ନାଥ, ହେ ଜଗନ୍ନାଥ, ହେ ଶ୍ରୀକୃଷ୍ଣ। ତେଣୁ ସମ୍ବୋଧନ କରିଛି ଜଗନ୍ନାଥ ବୋଲି ସମ୍ବୋଧନ କରିକି ସେ କହୁଛନ୍ତି ଯେ ସହଦେବ କହିଲେ ହେ ସ୍ୱାମୀ, ହେ ଜଗନ୍ନାଥ, ଶୁଣନ୍ତୁ, ଶୁଣିମା ବୋଲେ ଶୁଣିବା ହେଉ ବା ଶୁଣନ୍ତୁ, ଈଶ୍ୱରଙ୍କୁ ସିଂହନାଦ ମାଗନ୍ତୁ ପବନର ସୁତ। ତେଣୁ ଈଶ୍ୱରଙ୍କୁ ସିଂହନାଦ କିଏ ମାଗିବେ? ପବନର ସୁତ। ପବନ ସୁତ କିଏ? ପବନ ସୁତ ହେଲେ ହନୁମାନ ଥିଲେ ତ୍ରେତୟା ଯୁଗରେ ପବନଙ୍କ ସୁତ ବା ପବନ ସୁତ କୁହାହେଉଥିଲା। ଦ୍ୱାପର ଯୁଗରେ ପବନ ସୁତ କହିଲେ ଭୀମଙ୍କୁ ବୁଝାଏ। ତେଣୁ ଭୀମ ହେଲେ ଏଠାରେ ପବନ ସୁତ। ସେ କହିଲେ ଯେ ଭୀମଙ୍କୁ ପଠାନ୍ତୁ, ସିଏ ଯାଇକି ସିଂହନାଦ ମାଗିକି ଆଣିବେ। କାହାଠାରୁ? ନା ଈଶ୍ୱରଙ୍କ ଠାରୁ। ଈଶ୍ୱର ବୋଲେ ଶିବଙ୍କ ଠାରୁ। ହିମାଳୟ ପର୍ବତ କୈଳାସ ପର୍ବତକୁ ଯିବେ, ତେଣୁ ସେଠି ଯାଇକି ଶିବଙ୍କୁ ଆରାଧନା କରି ତାଙ୍କଠୁ ସିଂହନାଦ ମାଗିକି ଆଣିବେ। କାହିଁକିନା ବ୍ୟାସ ସରୋବରକୁ ଯଦି ଯୁଦ୍ଧ ଆଶା ରଖି ଜଣେ ଯାଏ, ଯୁଦ୍ଧର ଉଦ୍ଦେଶ୍ୟ ରଖି ଯାଏ, ତେବେ ସେ ବଞ୍ଚିପାରେ ନାହିଁ, ସେଠାରେ ହିଁ ଭସ୍ମ ହୋଇଯାଏ। ଶିବଙ୍କର ଅଭିଶାପ ଥିଲା। ତେଣୁ ସିଂହନାଦ ହେଉଛି କ'ଣ? ସିଂହ, ସିଂହ, ଗ ପରେ ଗହ, ସିଂହ। ସିଂହ ଅର୍ଥ ହେଉଛି ଯେଉଁଟାକି ଆମର କ'ଣ, ବଳଦ, ଗାଈ, ଗୋରୁ, ବିଭିନ୍ନ ପ୍ରକାର ଯେଉଁ ଚତୁଷ୍ପଦ ପ୍ରାଣୀ, ସେମାନଙ୍କର ମୁଣ୍ଡରେ ଯେଉଁ ସିଂହ ବାହାରିଥାଏ ତାକୁ ଆମେ କହୁଛେ ସିଂହ। ତେଣୁ ସାଧାରଣତଃ ବଳଦ ବା ମଇଁଷିମାନଙ୍କର ସିଂହରେ ସେତେବେଳେ ଗୋଟେ ସିଂହନାଦ, ଗୋଟେ ପ୍ରକାର ବାଦ୍ୟଯନ୍ତ୍ର ତାକୁ ପ୍ରସ୍ତୁତ କରାଯାଇଥାଏ। ସେଥିରେ କ'ଣ ଯେ ଗୋଟେ ଛୋଟିଆ କଣାଟେ ଥାଏ ତା'ର ଅଗ୍ରଭାଗରେ, ସେଇଟାକୁ ଯେତେବେଳେ ବଜାଯାଏ, ବଜାଇଲେ ଶଙ୍ଖ ଭଳି ଭୀଷଣକାୟ ଧ୍ୱନି ଗୋଟେ ହୁଏ। ଶଙ୍ଖଠାରୁ ବୋଧେ ଆହୁରି ପୁରା ପ୍ରଚଣ୍ଡ ଭାବରେ ଶବ୍ଦ ହୋଇଥାଏ। ତେଣୁ ସିଂହନାଦ, ତେଣୁ ସେଇ ସିଂହନାଦକୁ ମାଗିବା ପାଇଁ ଭୀମ ଯେତେବେଳେ ଯାଇକି ପହଞ୍ଚିଛନ୍ତି କୈଳାସ ପର୍ବତରେ, ଗୋବିନ୍ଦେ ବୋଇଲେ ଯେବେ ୟେମନ୍ତ ଅଛି ଭୀମ, ବୁଦ୍ଧି ହରାଇ କିମ୍ପେ କଲୁ ତୁ ମତି ଭ୍ରମ। ତ ଗୋବିନ୍ଦ ମାନେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି, ଆରେ ଯଦି ଏଇଭଳି କଥା ଥିଲା, ୟେମନ୍ତ ବୋଲେ ଏହିପରି ଯଦି କଥା ଥିଲା ଯେ ଭୀମ ଯାଇକି ଏସବୁ କାମ ସମ୍ଭବ କରିପାରିବ, ତେବେ ତୋର ଆମର ଏଇ ଯେଉଁ ବୁଦ୍ଧିବଣା ହେଇଗଲା, ବର୍ତ୍ତମାନ ଆମେ ଖୋଜୁଛୁ ତାକୁ, ଦୁର୍ଯ୍ୟୋଧନକୁ ପାଉନା, ବୁଦ୍ଧିବଣା ହେଇଯାଇଛି ଆମର। ବୁଦ୍ଧି ହରାଇ କିମ୍ପେ କଲୁ ତୁ ମତି ଭ୍ରମ, ଆମର ମତିକୁ କାହିଁ ଭ୍ରମ କଲୁ, ସେତେବେଳେ କାହିଁ କହିଲୁନି? ସହଦେବ ସେଠୁ କହୁଛନ୍ତି ଯେ ପ୍ରଭୁ, ମୁଁ ଯଦି ଆଗୁଆ କହିବି ତାହେଲେ ମୁଁ ଜାଣିଛନ୍ତି ତ ମୋର ଅବସ୍ଥା କ'ଣ ହେବ, ମୁଁ କେମିତି କହିବି? ତାପରେ ଏବେ ବହନ ତୁ ବିଶ୍ୱନାଥଙ୍କୁ ସିଂହନାଦ ମାଗ। ଏବେ ବହନ, ବହନ ବୋଲେ ଶୀଘ୍ର, ବର୍ତ୍ତମାନ ଏବେ ଯାଇକି ଜଲ୍ଦି ବା ଶୀଘ୍ର ତୁ ବିଶ୍ୱନାଥ, ବିଶ୍ୱନାଥ ବୋଲି ଶିବଶଙ୍କର ଭୋଳାନାଥ ପତିତ ପାବନ, ସେ ବିଶ୍ୱନାଥଙ୍କୁ ଯାଇକି ସିଂହନାଦ, ତେଣୁ ସିଂହନାଦ ଯାଇକି ମାଗିକି ଆଣ। ସେ ସିଂହନାଦର ଯେଉଁ ରଡ଼ିର ନାଁ ଦେ ମାନ ଗୋବିନ୍ଦ ବାହାର ହଉ ବେଗ। ସେଇ ରଡ଼ି ଶୁଣିଲେ ମାନ ଗୋବିନ୍ଦ କଦାପି ରହିପାରିବ ନାହିଁ ଲୁଚିକି। କେଉଁଠି? ନା ବ୍ୟାସ ସରୋବରରେ ଲକ୍ଷ୍ମୀଙ୍କ କୋଳରେ କଦାପି ରହିପାରିବ ନାହିଁ। ଏପଟେ କୃଷ୍ଣ ସହାୟ ହେଉଛନ୍ତି ପାଣ୍ଡବମାନଙ୍କୁ, ସେପଟେ ଲକ୍ଷ୍ମୀ ସହାୟ ହେଉଛନ୍ତି କାହାକୁ? ଦୁର୍ଯ୍ୟୋଧନକୁ, କାରଣ ସେ ଦୁର୍ଯ୍ୟୋଧନଙ୍କ ବରପୁତ୍ର ଲକ୍ଷ୍ମୀଙ୍କର। ତେଣୁ ଧ୍ୟାନେନ ଚିନ୍ତିଲା ସେ ପାଣ୍ଡବ ସୁନ୍ଦର, ଧ୍ୟାନ କରି ଚିନ୍ତା କରିଛି ପାଣ୍ଡବ କୁମର ବା ପଣ୍ଡୁମୁଖ କୁମର କିଏ? ଭୀମସେନ। କାହାକୁ ଚିନ୍ତା କରିଛି? ଭଗବାନ ଶିବଙ୍କୁ। ଆସନ କମ୍ପିଲା ଯେ ଦେବ ଶୂଳଧର। ଶୂଳଧର ବୋଲି କିଏ? ଶିବଶଙ୍କର। ଶୂଳ ଅର୍ଥ ତ୍ରିଶୂଳ, ତ୍ରିଶୂଳ ଧାରଣ କରିଥିବାରୁ ତାଙ୍କ ନାଁ ହେଲା ଶୂଳଧର। ତେଣୁ ଶିବଶଙ୍କର ଶୂଳଧରଙ୍କର ଆସନ ଟଳମଳ ହେଲା, ଆସନ କମ୍ପିଲା। ଧ୍ୟାନେଣ ଜାଣିଲେ ସେ ଦେବ ପଶୁପତି,
ଈଶ୍ୱରେ ବୋଇଲେ ଦେବୀ ଶୁଣ ଗୋ ପାର୍ବତୀ, ଆମନ୍ତ ସିଂହନାଦ ମାଗୁଅଛି ବୀର ଭୀମା, ତୁମ୍ଭ ବିଚାରକୁ କିସ ଯୋଗାଇ ଗୋମା। ପାର୍ବତୀ ବୋଇଲେ ଭୀମସେନ ଆମ୍ଭ ଉପଗାରୀ, ବେଳେ ବେଳେ ପାଣ୍ଡବେ ଆମ୍ଭ କପିଳାସ କଇଁ ଉଧାରି, ସତ୍ୟ ମନାଇଛି ଦେବ ଯେ ତ୍ରିପୁରାରୀ। ତେଣୁ ଧ୍ୟାନେଣ ଜାଣିଲେ ସେ ଦେବ ପଶୁପତି। ପଶୁପତି ବୋଲେ ଶିବ ଶଙ୍କର ଭୋଳନାଥ, ପଶୁପତି ତାଙ୍କର ଅନ୍ୟ ନାମ। ତେଣୁ ଧ୍ୟାନେଣ ଜାଣିଲେ ସେ ଦେବ ପଶୁପତି। ଦେବ ପଶୁପତି ଧ୍ୟାନ ବଳରେ, ସେ ତ ଯୋଗେଶ୍ୱର ଯୋଗ କରିକି ସେ ଯୋଗରେ ସବୁ ଜାଣନ୍ତି। ତେଣୁ ଧ୍ୟାନ ବଳରେ ବା ଯୋଗ ବଳରେ ସେ ଜାଣିପାରିଲେ କ'ଣ ଯେ ଭୀମ ଆସିଛି। ତେଣୁ ଈଶ୍ୱର ବୋଇଲେ, ଈଶ୍ୱର କହୁଛନ୍ତି ପାର୍ବତୀଙ୍କୁ, ବୋଇଲେ ହେ ଦେବୀ ପାର୍ବତୀ ଶୁଣ ଗୋ ଦେବୀ ପାର୍ବତୀ, ଆମ୍ଭନ୍ତ ସିଂହନାଦ ମାଗୁଅଛି ବୀର ଭୀମା। ଆମ୍ଭନ୍ତ ଅର୍ଥ କ'ଣ? ଆମ୍ଭଙ୍କୁ ବୋଲେ ମୋତେ, ଆମ୍ଭଙ୍କୁ ସିଂହନାଦ ମାଗୁଅଛି। ମୋତେ ସେ ଭୀମ ସିଂହନାଦ ମାଗୁଛି, କ'ଣ କରିବି? ବୀର ଭୀମ ସେନ ଆସିକି ମୋତେ ସିଂହନାଦ ମାଗୁଛି, ମୁଁ କ'ଣ କରିବି? ତୁମ୍ଭ ବିଚାରକୁ କିସ ଯୋଗାଇ ଗୋ ଉମା। ତୁମର ବିଚାର କ'ଣ କହୁଛି? ତୁମେ କ'ଣ ବିଚାର କରୁଛ? କିସ ବୋଲେ କ'ଣ ବିଚାର କରୁଛ? ଯୋଗାଇ ଗୋ ଉମା ମାନେ ତୁମର ବିଚାରକୁ କ'ଣ ଯୋଗାଇ ଦେଉଛି, ମାନେ ତୁମେ କ'ଣ ଚିନ୍ତା କରୁଛ, ମୁଁ ଦେବି କି ନ ଦେବି? ପାର୍ବତୀ ବୋଇଲେ ଭୀମସେନ ଆମ୍ଭ ଉପଗାରୀ। ପାର୍ବତୀ କହୁଛନ୍ତି କ'ଣ କହିଲେ? ଯେ ଭୀମସେନ ହେଉଛି ଆମର ଉପଗାରୀ। ଉପଗାରୀ ଅର୍ଥ ଉପକାରୀ, ଅର୍ଥାତ୍ ଭୀମସେନ ଯେହେତୁ ଶିବଙ୍କର ଉପକାର କରିଥିଲା। ବେଳେ ବେଳେ ପାଣ୍ଡବେ ଆମ୍ଭ କପିଳାସ କଇଁ ଉଧାରି। ପାଣ୍ଡବମାନେ ଆମ କପିଳାସ କନ୍ଦର, କପିଳାସ କଇଁ ବୋଲି କପିଳାସ କନ୍ଦରକୁ ବେଳେବେଳେ ପାଣ୍ଡବମାନେ ଆମର ଉଦ୍ଧାର କରିଛନ୍ତି ବିଭିନ୍ନ ଶତ୍ରୁ ଆକ୍ରମଣରୁ। ସତ୍ୟ ମନା ଇଛି ଦେବ ଯେ ତ୍ରିପୁରାରୀ। ତେଣୁ ହେ ତ୍ରିପୁରାରୀ, ଶିବଙ୍କର ଅନ୍ୟ ନାମ ଗୋଟିଏ ନାମ ହେଲା ତ୍ରିପୁରାରୀ। ତ୍ରିପୁରାସୁରକୁ ସେ ବଧ କରିଥିବାରୁ ତାଙ୍କ ନାମ ହେଲା ତ୍ରିପୁରାରୀ। ତେଣୁ ସେ କହୁଛନ୍ତି ହେ ତ୍ରିପୁରାରୀ ତୁମେ ସତ୍ୟ ମନା। ତେଣୁ ମନରେ ସତ୍ୟ ଭାବନା ମାନେ ସ୍ୱଇଚ୍ଛା ବା ତୁମର ଭଲ ଭାବନା ରଖି ତୁମେ ତାକୁ ପ୍ରଦାନ କର, ତାର କାମରେ ଲାଗୁ। ପାର୍ବତୀ ବୋଇଲେ ସିଂହନାଦ ଦିଅସି ବହନ, ପାଣ୍ଡବଙ୍କ ହେତୁ ତୁମ୍ଭେ ବ୍ରତି ଅଛ ତ୍ରିଲୋଚନ। ପାର୍ବତୀ କହୁଛନ୍ତି ହେ ଈଶ୍ୱର ସିଂହନାଦ ଦିଅସି ବୋଲେ ଦିଅ ବା ପ୍ରଦାନ କର। ବହନ ମାନେ ଖୁବ୍ ଶୀଘ୍ର ଯଥାଶୀଘ୍ର ତୁମେ ସିଂହନାଦ ପ୍ରଦାନ କର ଭୀମଙ୍କୁ। କାହିଁକି ନା ପାଣ୍ଡବଙ୍କ ହେତୁ, ପାଣ୍ଡବଙ୍କ କାରଣରୁ, ହେତୁ ଅର୍ଥ କାରଣ ବା ପାଣ୍ଡବଙ୍କ ସକାଶୁ ତୁମ୍ଭେ ବ୍ରତି ଅଛ ତ୍ରିଲୋଚନ। ହେ ତ୍ରିଲୋଚନ, ତିନୋଟି ଲୋଚନ ବା ତିନୋଟି ଆଖି ଥିବାରୁ ତାଙ୍କ ନାଁ ହେଉଛି ତ୍ରିଲୋଚନ ଶିବଙ୍କର। ସେ କହୁଛନ୍ତି ହେ ତ୍ରିଲୋଚନ ତୁମେ ପାଣ୍ଡବଙ୍କ ଯୋଗୁଁ ହିଁ ବଞ୍ଚିଛ। କିପରି ନା ସଙ୍କଟ କାଳେ ତୁମ୍ଭନ୍ତ ଉଦ୍ଧରନ୍ତି ପୁଣ। ଯେତେବେଳେ ସଙ୍କଟ ବା ବିପଦ ପଡ଼େ, ସଙ୍କଟ ବିପଦ ସମୟରେ ତୁମ୍ଭଙ୍କୁ ସେ ସେତେବେଳେ ଉଦ୍ଧାର କରିଥାନ୍ତି। ଦିଅସି ସିଂହନାଦ ପ୍ରସନ୍ନ ବଦନେଣ। ତେଣୁ ସିଂହନାଦ ତୁମେ ପ୍ରସନ୍ନ ବା ଆନନ୍ଦ ମନରେ, ଆନନ୍ଦ ମୁଖରେ ତୁମେ, ବଦନ ବୋଲି ମୁଖରେ ତୁମେ ତାଙ୍କୁ ପ୍ରଦାନ କର। କାହିଁକି ନା ଯେତେବେଳେ ଅଶ୍ଳୀଳସା ଦୈତ୍ୟ କୈଳାସ ପର୍ବତକୁ ଉଠେଇ ନେଇଯାଉଥିଲା, ସେତେବେଳେ ଆପଣ ସତ୍ୟ କରିଥିଲେ, ସେତେବେଳେ ଆପଣ ଭୀମକୁ ସ୍ମରଣ କରିବାରୁ ଭୀମ ଅଶ୍ଳୀଳସା ଦୈତ୍ୟକୁ ମାରି କୈଳାସ ପର୍ବତକୁ ରକ୍ଷା କରିଥିଲା, କୈଳାସ କନ୍ଦରକୁ। ତେଣୁ ହେ ଭୋଳାନାଥ ତୁମେ ତେଣୁ ତାଙ୍କୁ ସେ ସିଂହନାଦଟି ପ୍ରଦାନ କର। ତୁମେ ସତ୍ୟ କରିଥିଲ ଯେ ସେ ଯାହା ମାଗିବେ ତାଙ୍କୁ ବର ପ୍ରଦାନ କରିଥିଲ ସତ୍ୟ କରିକି, ଯେ ଯାହା ମାଗିବେ ଦେବେ। ବର୍ତ୍ତମାନ ସେହି ସମୟ ଉପସ୍ଥିତ, ଆପଣ ତାଙ୍କୁ ଦିଅନ୍ତୁ। ଘନ ଘନ ଆସନ କମ୍ ପଇସା ଦାନ, ସେଥିପାଇଁ ଆପଣଙ୍କ ଆସନ ବର୍ତ୍ତମାନ କମ୍ପନ ହେଉଛି, ଘନ ଘନ ମାନେ ବାରମ୍ବାର ଟଳମଳ ହେଉଛି। ଚିରିକୁଟିରୁ କାଢ଼ି ଦିଲେ ସେ ସିଂହନାଦ। ତେଣୁ କ'ଣ କଲେ ଶିବ ଶଙ୍କର ଭୋଳାନାଥ ତ୍ରିଲୋଚନ, ତେଣୁ କ'ଣ କଲେ ନିଜର ଝୁଲା, ଚିରିକୁଟି ବେଳେ ନିଜର ଝୁଲା ଯେଉଁ ମୁଣି, ସେଇ ଝୁଲା ମୁଣିରୁ ସେ କ'ଣ କରେ ସିଂହନାଦଟିକୁ ବାହାର କରି ଭୀମଙ୍କ ହସ୍ତରେ ପ୍ରଦାନ କଲେ। ତେଣୁ ଭୀମ କ'ଣ କଲେ ସେ ସିଂହନାଦକୁ ଧରି ନିଜର ଭାଇମାନଙ୍କ ଗହଣକୁ ସେ ଫେରୁଛନ୍ତି। ଆଜି ପାଇଁ ଏତିକି ସରିଲା। ଯଦି ପରବର୍ତ୍ତୀ ଅଧ୍ୟାୟ ପଢ଼ିବା ପାଇଁ ଆପଣମାନେ ଆମର ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ବେଲ୍ ଆଇକନ୍କୁ ଦବାଇ ଦିଅନ୍ତୁ। ଧନ୍ୟବାଦ।